নমস্কার, ମୁଁ ଡକ୍ଟର ଭବତୋଷ ମଣ୍ଡଳ। ପ୍ରିୟ ଦର୍ଶକ, ମୁଁ ଆଗରୁ ବହୁତ ଥର କହିଛି ଯେ ହୋମିଓପାଥି ରୋଗର ଚିକିତ୍ସା କରେ ନାହିଁ। ହୋମିଓପାଥି ରୋଗୀ ଶରୀରରେ ଦେଖାଯାଉଥିବା ଲକ୍ଷଣ ସମଷ୍ଟିର ଚିକିତ୍ସା କରେ, ଅର୍ଥାତ୍ ରୋଗର ନାମ ଧରି ବା ନାମ ଅନୁସାରେ ଚିକିତ୍ସା ନ କରି ରୋଗ ଲକ୍ଷଣର ସମଷ୍ଟିକୁ ବିଚାର କରି ଚିକିତ୍ସା କରିବା ଉଚିତ। ରୋଗର ନାମ ଆମେ ଦେଇଥାଉ, ମାତ୍ର ରୋଗ ଲକ୍ଷଣ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥାଏ। ସେଥିରେ କୌଣସି ପ୍ରକାର ଭୁଲ ନଥାଏ। ଯେପରି ରୋଗୀ ଓ ହୋମିଓପାଥିକ୍ ନାମକ ଭିଡ଼ିଓରେ ଦୁଇଟି ଜ୍ୱର ରୋଗୀର ଲକ୍ଷଣ ସମଷ୍ଟିକୁ ତୁଳନା କରିଥିଲି। ସେଥିରେ ଆମେ ଜାଣିଥିଲେ ଯେ ଦୁଇଟି ଲୋକ ସମାନ ରୋଗରେ ଭୋଗୁଥିଲେ ମଧ୍ୟ ରୋଗୀ ଦୁଇଟିର ଲକ୍ଷଣ ସମଷ୍ଟି ପରସ୍ପରଠାରୁ ଭିନ୍ନ ଥିଲା, ଅର୍ଥାତ୍ ରୋଗ ସମାନ ହେଲେ ମଧ୍ୟ ରୋଗୀ ଦୁଇଟି ସମାନ ନୁହେଁ। ଏଣୁ କୌଣସି ଔଷଧ ଜାଣିବା ବେଳେ ବା ପଢ଼ିବା ବେଳେ ରୋଗର ନାମ ପ୍ରତି ଧ୍ୟାନ ନ ଦେଇ ରୋଗୀ ଶରୀରରେ ଦେଖାଯାଉଥିବା ସମସ୍ୟା ବା ରୋଗ ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ହୋମିଓପାଥିକ୍ ଔଷଧ ନିର୍ବାଚନ କରିବା ପାଇଁ ରୋଗର ନାମ ନୁହେଁ, ରୋଗର ଲକ୍ଷଣ ଦରକାର ହୁଏ। ତେଣୁ ଆପଣଙ୍କର ଆଖି କେବଳ ରୋଗ ଲକ୍ଷଣ ପ୍ରତି ରହିବା ଦରକାର। ରୋଗୀ ଶରୀରରେ କ'ଣ ରୋଗ ଅଛି ତାହା ଜାଣିବା ଆମର କାମ ନୁହେଁ। ଆମର ଉଦ୍ଦେଶ୍ୟ ହେଉଛି ରୋଗୀଠାରେ କି ଲକ୍ଷଣ ଅଛି ତାହା ଜାଣିବା। ଯଦି ରୋଗର ସଠିକ୍ ଲକ୍ଷଣ ମିଳିଯାଏ, ତେବେ ରୋଗୀଠାରେ ଯାହା ରୋଗ ହୋଇଥାଉ ନା କାହିଁକି ତାହା ଅତି ସହଜରେ ସବୁଦିନ ପାଇଁ ଭଲ ହୋଇଯିବ। ଏବେ ମୁଁ ଗୋଟିଏ ଔଷଧର ଚରିତ୍ର ବା ଲକ୍ଷଣ ଆଲୋଚନା କରିବି। ଯେତେ ସରଳ ଭାବରେ ସମ୍ଭବ ବୁଝେଇବାକୁ ଚେଷ୍ଟା କରିବି, ଯେପରି ଥରେ ବୁଝିଗଲେ କେବେ ହେଲେ ଆଉ ଭୁଲିବେ ନାହିଁ। ଆଜି ଆମେ ଲେକାନାଇନାମ୍ ଔଷଧଟି ଆଲୋଚନା କରିବା। ଏହି ଔଷଧଟିର ସବୁଠାରୁ ମୂଲ୍ୟବାନ ବା ବିଶିଷ୍ଟ ଲକ୍ଷଣ ହେଉଛି ରୋଗ ଲକ୍ଷଣର ପାର୍ଶ୍ୱ ପରିବର୍ତ୍ତନ। ଏଠାରେ ସ୍ଥାନ ପରିବର୍ତ୍ତନର କଥା କୁହାଯାଉ ନାହିଁ। ଲକ୍ଷଣ ବାରମ୍ବାର ଶରୀରର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଚାଲିଯାଏ। ଯେପରି କାନ ବଥା। ଆଜି ଡାହାଣ କାନ ବଥା ହେଉଛି, ପୁଣି ଦିନେ ଦୁଇ ଦିନ ପରେ ଡାହାଣ କାନ ଠିକ୍ ଥିବା ବେଳେ ବାମ କାନ ବଥା ଆରମ୍ଭ ହୁଏ। ପୁଣି ଦିନେ ଦୁଇ ଦିନ ପରେ ବାମ କାନ ଠିକ୍ ରହିବା ବେଳେ ବଥା ପୁଣି ଡାହାଣ କାନକୁ ପଳେଇ ଆସେ। ସେହିପରି ଭାବରେ ଆଜି ଡାହାଣ ଗୋଡ଼ ବଥା, କାଲି ଡାହାଣ ଗୋଡ଼ ଛାଡ଼ି ବାମ ଗୋଡ଼ ବଥା ହେଉଛି। ପୁଣି ଦିନେ ଦୁଇ ଦିନ ପରେ ବାମ ଗୋଡ଼ ଠିକ୍ ଥିବା ବେଳେ ବଥା ଡାହାଣ ଗୋଡ଼କୁ ଚାଲି ଆସେ। ଯେପରି ଗୋଟିଏ କାନ୍ଥ ଘଣ୍ଟାର ପେଣ୍ଡୁଲମ୍ ଯେପରି ଡାହାଣ ବାମ ପରି ଗତି କରି ଚାଲିଥାଏ, ଲେକାନାଇନାମ୍ର ରୋଗ ଲକ୍ଷଣ ମଧ୍ୟ ସେହି ପେଣ୍ଡୁଲମ୍ର ଗତି ପରି ଡାହାଣ ବାମ ପରି ପାର୍ଶ୍ୱ ପରିବର୍ତ୍ତନ କରି ଚାଲିଥାଏ। ହୋମିଓପାଥିକ୍ ଔଷଧ ଲାଇକୋପୋଡ଼ିୟମ୍ରେ ରୋଗ ଲକ୍ଷଣ ଶରୀରର ଡାହାଣ ପାର୍ଶ୍ୱରେ ପ୍ରକାଶ ପାଇ ତାହା ବାମ ପାର୍ଶ୍ୱକୁ ଯାଇପାରେ, ମାତ୍ର ତାହା ବାରମ୍ବାର ପାର୍ଶ୍ୱ ପରିବର୍ତ୍ତନ କରେ ନାହିଁ। ଠିକ୍ ସେହିପରି ଲେକେସିସ୍ ଔଷଧଟିର ଲକ୍ଷଣ ପ୍ରଥମେ ଶରୀରର ବାମ ପାର୍ଶ୍ୱରେ ପ୍ରକାଶ ପାଇ ତାହା ଶରୀରର ଡାହାଣ ପାର୍ଶ୍ୱକୁ ଯାଇପାରେ, ମାତ୍ର ତାହା ଲେକାନାଇନାମ୍ ପରି ବାରମ୍ବାର ପାର୍ଶ୍ୱ ପରିବର୍ତ୍ତନ କରେ ନାହିଁ। ଏହି ବାରମ୍ବାର ପାର୍ଶ୍ୱ ପରିବର୍ତ୍ତନ କରିବା ଅନ୍ୟ କୌଣସି ଔଷଧରେ ଦେଖାଯାଏ ନାହିଁ। ତେଣୁ ଏହି ସମସ୍ୟାର ଏହି ବାରମ୍ବାର ପାର୍ଶ୍ୱ ପରିବର୍ତ୍ତନ କରିବା ଲକ୍ଷଣଟି ଲେକାନାଇନାମ୍ ଔଷଧଟିକୁ ଅନ୍ୟ ଔଷଧଠାରୁ ସ୍ୱତନ୍ତ୍ର ପରିଚୟ ଦେଉଛି। ଲେକାନାଇନାମ୍ର ପାର୍ଶ୍ୱ ପରିବର୍ତ୍ତନ ଲକ୍ଷଣ ସହିତ ବିଚାର ବୁଦ୍ଧିର ବିକୃତି, ସ୍ମରଣ ଶକ୍ତିର ଦୁର୍ବଳତା ଓ ସ୍ନାୟବିକ ଦୁର୍ବଳତା ପ୍ରବଳ। ରୋଗୀ ଅଳ୍ପରେ କାନ୍ଦେ, ଅଳ୍ପରେ ବିରକ୍ତ ହୁଏ, ମନେ କରେ ତାର ନିଜର କେହି ନାହିଁ। ସ୍ମରଣ ଶକ୍ତି ଏତେ ଦୁର୍ବଳ ଯେ ଗୋଟିଏ ବସ୍ତୁ କିଣି ତାହା ଦୋକାନରେ ଛାଡ଼ି ଦେଇ ପଳେଇ ଆସେ, ସବୁ ଭୁଲିଯାଏ। ସେ ଯାହା ନିଜ ଆଖିରେ ଦେଖୁଛନ୍ତି ତାହା ଉପରେ ମଧ୍ୟ ସେ ବିଶ୍ୱାସ କରିପାରୁନାହାନ୍ତି। ମନେ କରନ୍ତି ଯେପରି ସେ ତାହା ସ୍ୱପ୍ନରେ ଦେଖିଛନ୍ତି। ସେ ଶୁଣିଥିବା କଥା ମଧ୍ୟ
ପ୍ରକୃତରେ ଶୁଣିଛନ୍ତି କି ନାହିଁ ତାହା ମନେ କରିପାରନ୍ତି ନାହିଁ। ମହିଳାମାନଙ୍କର ମାସିକ ସ୍ରାବ ସମୟରେ ତଣ୍ଟି ବଥା, ସ୍ତନ ବଥା ଆରମ୍ଭ ହୁଏ, ଯାହା ସ୍ରାବ ଶେଷ ହେବା ବେଳକୁ ଆପେ ଆପେ ଠିକ୍ ହୋଇଯାଏ। ଲେକେନାଇନର ଆଉ ଗୋଟିଏ ବିଶିଷ୍ଟ ଲକ୍ଷଣ ହେଉଛି ସେ ମନେ କରେ ଯେପରି ତାର ପେଟ ପୁରା ଫାଙ୍କା। ପ୍ରବଳ ଭୋକ, ଯେତେ ଖାଇଲେ ମଧ୍ୟ ସେ ଫାଙ୍କା ପୂରଣ ହୁଏ ନାହିଁ। ଖାଇବା ପରେ ମଧ୍ୟ ପେଟ ଫାଙ୍କା ମନେ ହୁଏ। ପ୍ରିୟ ଦର୍ଶକ, ଆମର ଏହି ଭିଡ଼ିଓଟି କିପରି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଯଦି ଭଲ ଲାଗିଥାଏ ତେବେ এই ভিডিওটিକୁ ସେୟାର କରନ୍ତୁ ଏବଂ ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥିଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।